ଆଜିର ପ୍ରସଙ୍ଗ ପରିବାରରେ ସୁଖ ଶାନ୍ତି ଓ ସୁନ୍ଦର ସମ୍ପର୍କର ମୂଳ ମନ୍ତ୍ର। ପୃଥିବୀର ସବୁଠାରୁ ସୁନ୍ଦର ସ୍ଥାନ କୌଣସି ରାଜପ୍ରସାଦ ନୁହେଁ, ବରଂ ସେହି ଘର ଯେଉଁଠାରେ ଭଲ ପାଇବା, ସମ୍ମାନ, ବିଶ୍ୱାସ ଓ ପରସ୍ପର ବୁଝାମଣା ଥାଏ। ଧନ ସମ୍ପତ୍ତି ଘରକୁ ବଡ଼ କରିପାରେ, କିନ୍ତୁ ହୃଦୟର ସ୍ନେହ ହିଁ ପରିବାରକୁ ସୁନ୍ଦର କରିଥାଏ। ଯେଉଁ ପରିବାରରେ ଏକତା ରହେ, ସେହି ପରିବାର ଜୀବନର ସବୁଠାରୁ ବଡ଼ ଶକ୍ତି ହୋଇ ଉଠେ। ପରିବାରରେ ସୁଖ ଓ ଶାନ୍ତି ବଜାୟ ରଖିବା ପାଇଁ ପ୍ରଥମ ଆବଶ୍ୟକତା ହେଉଛି ପରସ୍ପର ସମ୍ମାନ। ବୟସରେ ବଡ଼ ହୁଅନ୍ତୁ କିମ୍ବା ଛୋଟ, ସମସ୍ତଙ୍କ କଥାକୁ ଗୁରୁତ୍ୱ ଦେବା ଉଚିତ। ଯେଉଁ ଘରେ ସମ୍ମାନ ରହେ, ସେଠାରେ ଅପମାନ ପାଇଁ ସ୍ଥାନ ରହେ ନାହିଁ। ଦ୍ୱିତୀୟ ମୂଳମନ୍ତ୍ର ହେଉଛି ବିଶ୍ୱାସ। ବିଶ୍ୱାସ ଥରେ ଭାଙ୍ଗିଗଲେ ତାହାକୁ ପୁଣି ଗଢ଼ିବା ବହୁତ କଷ୍ଟକର। ତେଣୁ କେବେ ବି ମିଛ କଥା, ଲୁଚାଛପା କିମ୍ବା ସନ୍ଦେହକୁ ସମ୍ପର୍କ ମଧ୍ୟରେ ଆସିବାକୁ ଦିଅନ୍ତୁ ନାହିଁ। ସତ୍ୟ ଓ ସ୍ୱଚ୍ଛତା ପରିବାରର ଭିତ୍ତିକୁ ଦୃଢ଼ କରେ। ତୃତୀୟ କଥା ହେଉଛି ଭଲ ପାଇବାକୁ ପ୍ରକାଶ କରନ୍ତୁ। ମନରେ ସ୍ନେହ ଥିଲେ ମଧ୍ୟ ତାହାକୁ ପ୍ରକାଶ ନ କଲେ ସମ୍ପର୍କ ଧୀରେ ଧୀରେ ଦୁର୍ବଳ ହୋଇଯାଏ। ଏକ ମିଠା କଥା, ଏକ ହସ, ଏକ ସ୍ନେହଭରା ସ୍ପର୍ଶ ଅନେକ ଦୁଃଖକୁ ଦୂର କରିପାରେ। ସୁନ୍ଦର ପରିବାରର ଆଉ ଏକ ବଡ଼ ରହସ୍ୟ ହେଉଛି କ୍ଷମା କରିବାର ମନୋଭାବ। ଭୁଲ ତ ସମସ୍ତଙ୍କ ଦ୍ୱାରା ହୁଏ। ଛୋଟ ଛୋଟ ଭୁଲକୁ ଧରି ବସିଲେ ସମ୍ପର୍କ ଭାଙ୍ଗିଯାଏ, କିନ୍ତୁ କ୍ଷମା କରିଦେଲେ ସମ୍ପର୍କ ଆହୁରି ଦୃଢ଼ ହୁଏ। କ୍ଷମା କରିବା ଦୁର୍ବଳତା ନୁହେଁ, ଏହା ମହାନତାର ପରିଚୟ। ଧୈର୍ଯ୍ୟ ମଧ୍ୟ ଏକ ସୁଖୀ ପରିବାରର ଅମୂଲ୍ୟ ସମ୍ପଦ। ରାଗରେ କୁହାଯାଇଥିବା ଗୋଟିଏ କଥା ବର୍ଷ ବର୍ଷର ସମ୍ପର୍କକୁ ନଷ୍ଟ କରିପାରେ। ତେଣୁ କୌଣସି ପରିସ୍ଥିତିରେ ଧୈର୍ଯ୍ୟ ହରାଇବା ଉଚିତ ନୁହେଁ। ଶାନ୍ତ ମନରେ ସମସ୍ୟାର ସମାଧାନ ଖୋଜନ୍ତୁ। ପରିବାରରେ ଏକାଠି ସମୟ ବିତାଇବା ମଧ୍ୟ ବହୁତ ଜରୁରୀ। ଆଜିର ବ୍ୟସ୍ତ ଜୀବନରେ ଆମେ ମୋବାଇଲ ଓ କାମରେ ଏତେ ବ୍ୟସ୍ତ ରହୁଛୁ ଯେ ନିଜ ଲୋକଙ୍କ ପାଇଁ ସମୟ ଦେଇପାରୁନାହୁଁ। ପ୍ରତିଦିନ କିଛି ସମୟ ସମସ୍ତେ ମିଶି କଥା ହୁଅନ୍ତୁ, ହସନ୍ତୁ, ଖାଦ୍ୟ ଖାଆନ୍ତୁ। ଏହି ଛୋଟ ଛୋଟ ମୁହୂର୍ତ୍ତ ହିଁ ଜୀବନର ବଡ଼ ଖୁସି ହୋଇଯାଏ। ପରିବାରରେ ସହଯୋଗର ମନୋଭାବ ରହିବା ଆବଶ୍ୟକ। ଘରର କାମ କେବଳ ଜଣେ ବ୍ୟକ୍ତିଙ୍କର ନୁହେଁ, ସମସ୍ତେ ମିଶି ଦାୟିତ୍ୱ ବାଣ୍ଟି ନେଲେ କାମ ସହଜ ହୁଏ ଏବଂ ସମ୍ପର୍କ ମଧ୍ୟ ମଧୁର ହୁଏ। ତୁଳନା କରିବାର ଅଭ୍ୟାସ ଛାଡ଼ନ୍ତୁ। ଅନ୍ୟର ପରିବାର ସହିତ ନିଜ ପରିବାରକୁ ତୁଳନା କରିବା କେବେ ବି ଉଚିତ ନୁହେଁ। ପ୍ରତ୍ୟେକ ପରିବାରର ନିଜସ୍ୱ ପରିସ୍ଥିତି ଓ ସୌନ୍ଦର୍ଯ୍ୟ ଅଛି। ନିଜ ଘରର ଖୁସିକୁ ନିଜେ ସଜାଇବା ଶିଖନ୍ତୁ। କୃତଜ୍ଞତାର ଭାବନା ମଧ୍ୟ ସମ୍ପର୍କକୁ ସୁନ୍ଦର କରେ। ପରିବାରର କେହି ଛୋଟ କିମ୍ବା ବଡ଼ ସାହାଯ୍ୟ କଲେ ତାଙ୍କୁ ଧନ୍ୟବାଦ ଦିଅନ୍ତୁ। ଏହା ହୃଦୟକୁ ହୃଦୟ ସହ ଯୋଡ଼ି ଦିଏ। ଖୁସି ପରିବାର ସେହି ନୁହେଁ ଯେଉଁଠାରେ କେବେ ସମସ୍ୟା ଆସେ ନାହିଁ, ବରଂ ସୁଖୀ ପରିବାର ସେହି ଯେଉଁଠାରେ ସମସ୍ୟା ଆସେ ସମସ୍ତେ ଏକାଠି ହୋଇ ତାହାର ସମାଧାନ କରନ୍ତି। ଝଡ଼ ଆସିଲେ ଗଛର ମୂଳ ଯେପରି ଆହୁରି ଦୃଢ଼ ହୋଇଯାଏ, ସେହିପରି ବିପଦ ସମୟରେ ଏକତା ହିଁ ପରିବାରକୁ ଶକ୍ତିଶାଳୀ କରେ। ମନେ ରଖନ୍ତୁ, ପିଲାମାନେ କଥା ଅପେକ୍ଷା କାର୍ଯ୍ୟରୁ ଅଧିକ ଶିଖନ୍ତି। ଆପଣ ଯଦି ଘରେ ସମ୍ମାନ, ଶୃଙ୍ଖଳା, ସ୍ନେହ ଓ ସତ୍ୟର ପରିବେଶ ସୃଷ୍ଟି କରିବେ, ତେବେ ପରବର୍ତ୍ତୀ ପିଢ଼ି ମଧ୍ୟ ସେହି ମୂଲ୍ୟବୋଧକୁ ଆପଣେଇବ। ଶେଷରେ ଗୋଟିଏ କଥା, ପରିବାର ହେଉଛି ଭଗବାନଙ୍କର ସବୁଠାରୁ ମୂଲ୍ୟବାନ ଉପହାର। ଏହାକୁ ଧନରେ ନୁହେଁ, ଭଲ ପାଇବାରେ ସଜାନ୍ତୁ। ଅହଙ୍କାରକୁ ଦୂରେ ରଖନ୍ତୁ, ହସକୁ ପାଖରେ ରଖନ୍ତୁ, ମନ ମାଳିନ୍ୟକୁ ଭୁଲି ହୃଦୟକୁ ଯୋଡ଼ନ୍ତୁ। କାରଣ ଜୀବନର ଶେଷ ସମୟରେ ଧନ ନୁହେଁ, ପରିବାରର ସ୍ନେହ ହିଁ ମଣିଷକୁ ପ୍ରକୃତ ସୁଖ ଦେଇଥାଏ। ଆଜିର ଦଶକଟି ପ୍ରେରଣାଦାୟକ ଅନୁଚିନ୍ତା। ଯେଉଁ ଘରେ ସମ୍ମାନ ଥାଏ, ସେହି ଘରେ ସୁଖ ନିଜେ ଆସି ବାସ କରେ। ପରିବାରକୁ ଧନ ନୁହେଁ,
ଭଲ ପାଇବା ଓ ବିଶ୍ୱାସ ଧନୀ କରେ। ଛୋଟ ଛୋଟ କ୍ଷମା ବଡ଼ ବଡ଼ ସମ୍ପର୍କକୁ ଚିରସ୍ଥାୟୀ କରିଦିଏ। ପରସ୍ପରକୁ ବୁଝିବା ହେଉଛି ସୁଖୀ ପରିବାରର ସବୁଠାରୁ ବଡ଼ ଶକ୍ତି। ରାଗରେ କୁହାଯାଇଥିବା ଗୋଟିଏ କଥା ସମ୍ପର୍କକୁ ଭାଙ୍ଗିପାରେ, କିନ୍ତୁ ମିଠା କଥା ଭଙ୍ଗା ମନକୁ ଯୋଡ଼ିପାରେ। ଯେଉଁ ପରିବାର ଏକାଠି ରହେ ସେହି ପରିବାର ସବୁ ବିପଦକୁ ସାହସର ସହ ଜିତିଯାଏ। ଅହଙ୍କାର ସମ୍ପର୍କକୁ ଦୂର କରେ, ନମ୍ରତା ସମ୍ପର୍କକୁ ଅମର କରେ। ସୁନ୍ଦର ଘର ଇଟାରେ ନୁହେଁ, ସୁନ୍ଦର ବ୍ୟବହାରରେ ଗଢ଼ାଯାଏ। ପ୍ରତିଦିନ ଗୋଟିଏ ହସ ଓ ଗୋଟିଏ ଭଲ କଥା ପରିବାରର ଖୁସିକୁ ଦ୍ୱିଗୁଣିତ କରିଦିଏ। ପରିବାରକୁ ଭଲ ପାଆନ୍ତୁ, କାରଣ ସତ୍ୟ ସୁଖ ଘରର ସ୍ନେହମୟ ପରିବେଶରେ ହିଁ ମିଳେ। ଆଜି ପାଇଁ ରହିଲି। ନମସ୍କାର। ଜୟ ଜଗନ୍ନାଥ।